ଜଗନ୍ନାଥ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଆନନ୍ଦ କନ୍ଦ ସୁସ୍ଥାନନ୍ଦ ଓ ପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିରକୁ ଯେତେବେଳେ ଯିବେ, ଶ୍ରୀମନ୍ଦିରରେ ଚାରୋଟି ଦ୍ୱାର ଦେଖିବେ। ଗୋଟେ ହେଉଛି ପ୍ରଥମ ଦ୍ୱାର ସିଂହଦ୍ୱାର, ପୂର୍ବ ଆଡ଼କୁ ଅଛି। ଆଉ ଦ୍ୱିତୀୟ ଦ୍ୱାର ଅଶ୍ୱଦ୍ୱାର, ପଶ୍ଚିମ ଆଡ଼କୁ ଅଛି। ଆଉ ତୃତୀୟ ଦ୍ୱାର ବ୍ୟାଘ୍ର ଦ୍ୱାର, ଦକ୍ଷିଣ ଆଡ଼କୁ ଅଛି। ଆଉ ଚତୁର୍ଥ ଦ୍ୱାର ହାତୀ ଦ୍ୱାର, ଉତ୍ତର ଦିଗ ଆଡ଼କୁ ଅଛି। କିନ୍ତୁ ଶ୍ରୀମନ୍ଦିରରେ ଦକ୍ଷିଣ ଦ୍ୱାରରେ ପ୍ରବେଶ କଲେ ଭଲ। ରାଜା ମହାରାଜାମାନେ ଦକ୍ଷିଣ ଦ୍ୱାରରେ ପ୍ରବେଶ କରୁଥିଲେ। ଆଉ ଦକ୍ଷିଣ ଦ୍ୱାରରେ ଛିଡ଼ା ହୋଇ ପତିତ ପାବନ ବାନାକୁ ଅନେଇ କହିବ, ପ୍ରଭୁ ମୋତେ ରୋଗ କରଜରୁ ମୁକ୍ତ କରନ୍ତୁ, ବହୁତ ଆପଣଙ୍କର ସୁଫଳ। ଆଉ ସିଂହଦ୍ୱାରରେ ଦୁଇଟି ସିଂହ ଅଛନ୍ତି। ପ୍ରଥମ ସିଂହ ନାଁ ହେଉଛି ଚଣ୍ଡ ବିକ୍ରମ, ଆଉ ଦ୍ୱିତୀୟ ସିଂହ ନାଁ ହେଉଛି ଅନନ୍ତ ବିକ୍ରମ। ଆଉ ସିଂହଦ୍ୱାରର ଯେଉଁ ଶ୍ରୀମନ୍ଦିରର ସବୁ ତ ଶ୍ରୀ ମାର ଶ୍ରୀ ବଡ଼ଦାଣ୍ଡ, ଶ୍ରୀ ଭୋଗ, ଶ୍ରୀ ଫଳ, ଶ୍ରୀ ଜଗନ୍ନାଥ ସବୁ ହେଉଛି ଶ୍ରୀ ଶିବ ମନ୍ଦିର। ତେଣୁ ସିଂହ ମନ୍ଦିର ଶ୍ରୀମନ୍ଦିର ପାଇଁ ଆମ ପାଇଁ ମହାନ, ଆଉ କୋଟି କୈବଲ୍ୟନାଥ ଜଗନ୍ନାଥ ଆମ ପାଇଁ ବହୁତ ମହାନ। ଆମେ ତାଙ୍କ ପାଦପଦ୍ମରେ ନିଜକୁ ଯଦି ଡାକିବା, ଭାବରେ ଟିକେ ଡାକିଦେବା, ନିଶ୍ଚିତ କୌଣସି ନା କୌଣସି ରୂପରେ ଆମକୁ ଦେଖାଦେବେ। ଜୟ ଜଗନ୍ନାଥ।